କେମିତି ଅଛନ୍ତି ସମସ୍ତେ? ଏଥର ବାଇବଲ ସେମିନାର ଭଲ ହେଲା କି? ବେଶୀ ଭଲ ହେଲା, କିନ୍ତୁ ବହୁତ କମ ଭାଇ ଭଉଣୀ ଆଜି ସାକ୍ଷ୍ୟ ଦେଲେ। ବେଶୀ ଜଣ ଦେବାର ଥିଲା, ଲାଇନ ଲାଗିବାର। ଭାବୁଥିଲି ସେଥିପାଇଁ ଭିତରେ ଯାଇକି ଭିତରେ ଶୁଣୁଥିଲି କିଏ କଣ କହୁଛି, କେମିତି ସାକ୍ଷ୍ୟ ଦଉଛନ୍ତି। ତ ବାଇବଲ ସେମିନାର କରବାଟା ଭଲ କି ନାଇଁ? ଆହୁରି ବି କରବା। ମୋ ଭିତରେ ଏବେ ଆଉ ଗୋଟେ ଟାର୍ଗେଟ ଅଛି, କଣ ୟୁଥ ପ୍ରୋଗ୍ରାମ କରିବା ପାଇଁ। ୟୁଥ ମାନଙ୍କର ନେକ୍ସଟ ମନ୍ଥ କରିବା ପାଇଁ ଚାହୁଁଛି, ଫାର୍ଷ୍ଟ ୱିକରେ। ହାଲେଲୁୟା। ନେକ୍ସଟ ମନ୍ଥ ଫାର୍ଷ୍ଟ ୱିକରେ କରିବା। ପାଷ୍ଟରଙ୍କୁ ଡାକବା, ବୋଲେ ପାଷ୍ଟର ଆଉ ମାଇଣ୍ଡ ଏଜୁକେସନ ବି ହବ, ଗସ୍ପେଲ କ୍ଲାସ ବି ହବ। ବେଶୀ ଭଲ ହବ କି ନାଇଁ? ହଁ। ମୁଁ ଆଜି ଯେତେବେଳେ ଆପଣମାନଙ୍କ ସାକ୍ଷ୍ୟ ଶୁଣୁଥିଲି, ଆଉ ତ ଯେତେବେଳେ ମୁଁ ଆଜି ଆପଣଙ୍କର ସାକ୍ଷ୍ୟ ଶୁଣୁଥିଲି, ତ ସେ ଜାଗାରେ ମୋର ପରିଚାଳନା ବିଷୟ ମନେ ପକଉଛି। ଆଉ 2012 ମସିହାରେ ପରିଚାଳନା ପାଇଲା ପରେ ଆ ପରିଚାଳନା ତ ପାଇଲି, ବେଶୀ ଖୁସି ହେଲି। କିନ୍ତୁ ଚର୍ଚରେ କନେକ୍ଟେଡ ହେବା ବିଷୟରେ କେବେ ଜାଣିନଥିଲି। ମତେ କାହିଁକି ଚର୍ଚରେ କନେକ୍ଟେଡ ହେବାର ଅଛି, ଆଉ ମତେ କାହିଁକି ଡେଲି ବାକ୍ୟ ଦରକାର ଅଛି, ମତେ ଜଣା ନଥିଲା। ସେଥିପାଇଁ ମୁଁ ପରିଜାଣ ପାଇଲି। ମୁଁ ନିଜେ ନିଜେ ଆକ୍ଚୁଆଲି ଚର୍ଚ ଯିବାଟା ଆରମ୍ଭ କଲି। ମତେ କେହି ଡାକି ନାହାନ୍ତି ଚର୍ଚକୁ ଆସିବା ଦରକାର କହିକି, କିନ୍ତୁ ପରମେଶ୍ୱର ମତେ ନେଇକି ଗଲେ। ମତେ ଫେଲୋସିପ ବେଳକୁ ଜଣେ ଡିକନ ମତେ କହିଥିଲେ, ଗୋଟେ ବଞ୍ଚିଲା ମାଛକୁ ପାଣି ଦରକାର। ଆକାଶରେ ଉଡିବା ପାଇଁ ଗୋଟେ ଚଢେଇକୁ ଡେଣା ଦରକାର। ପରିଜାଣ ପାଇଲା ପରେ, ପାପ କ୍ଷମା ପାଇଲା ପରେ ଜଣକୁ ଚର୍ଚ ଦରକାର। ଆଉ ବାକ୍ୟ ଦରକାର। ତ ବାକ୍ୟ ବିନା ସେ ଲୋକ ବଞ୍ଚି ପାରିବନି। ଗୋଟେ ମାଛ ପାଣି ବିନା ଯେମିତି ବଞ୍ଚି ପାରୁନାହିଁ, ସେତିକି ପରିଜାଣ ପାଇଲା ପରେ ଜଣେ ଲୋକ ଚର୍ଚ୍ଚ ବିନା ଯଦି ବଞ୍ଚିବ, ଯୋଉ ଯେକୌଣସି ମୁହୂର୍ତ୍ତରେ ସେ ଶୈତାନ ଦ୍ୱାରା ପରାଜିତ। ଏ ପ୍ରକାର ଭାବରେ ମତେ ଫେଲୋସିପ ଦିଆ ହେଇଥିଲା। ତ ମୁଁ ସେ ସମୟରେ ଏ ବିଷୟ ମୋ ଭିତରେ ବହୁତ କାମ କଲା। ବେଶୀ ଟଚ୍ କଲା ମୋ ଭିତରେ। ଆଉ ସତ କଥା ବୋଲିକି ମୁଁ 2012 ମସିହା ଠାରୁ ମୁଁ ଚର୍ଚକୁ ଯିବାଟା ଆରମ୍ଭ କଲି, ଡିସେମ୍ବର ମାସରେ। ତ ଚର୍ଚକୁ ତ ଗଲି, ମତେ ପରିଜାଣ ପାଇଲି, ଖୁସି ହଉଛି, ପାପ କ୍ଷମା ବି ପାଇଲି। ଆମର ପାପ ସବୁଦିନ ପାଇଁ ସମାପ୍ତ ହେଇଛି ଜାଣିଲି। କିନ୍ତୁ ମୋ ଭିତରେ ସାକ୍ଷ୍ୟ ବାହାରୁନି। ତ ମୁଁ ଚର୍ଚକୁ ଗଲି, ଦିନେ ପାଷ୍ଟର ମତେ ଡାକିଲେ, ଆଉ କହିଲେ ଆସେ ସାକ୍ଷ୍ୟ ଦେବୁ। ହେଲେ ମୋ ଭିତରେ ବାକ୍ୟ ଅଛି, ସାକ୍ଷ୍ୟ ବି ଅଛି, କିନ୍ତୁ ମୁଁ ନିଜକୁ ଦେଖୁଥିଲି କଣ, ଏତେ ଲୋକ ଅଛନ୍ତି, ଚର୍ଚ୍ଚ ହଲ୍ ଫୁଲ ବସିଥିବେ। 400 କି 500 ଲୋକ ବସିଥିଲେ। ଆଉ ଏତେ ଲୋକଙ୍କ ସାମ୍ନାରେ ଯାଇକି କେମିତି ସାକ୍ଷ୍ୟ ଦେବି? ଆକ୍ଚୁଆଲି ବେଳେବେଳେ ମୋର ନାହିଁ କି ପ୍ରୋନାଉନସିଏସନ ଠିକ ହୁଏନି। ବହୁତ ଗୁଡେ ମିଷ୍ଟେକ୍ ହୁଏ। ଲ ଟା ଳ ହେଇଯିବ, ଳ ଟା ଲ ହେଇଯିବ। ଏମିତି ବେଳେ ବେଳେ ମୋର ପାଟି ଲାଗିଯାଏ। ତ ଆଉ ଏତେ ଲୋକ ଅଛନ୍ତି, କେମିତି କହିବି? ଯଦି ଭୁଲ ହେଲା ବୋଲେ ଲୋକ ହସିବେ, ମୁଁ ଏମିତି ଭାବୁଥିଲି। ସେଥିପାଇଁ ପାଷ୍ଟର ଯେତେବେଳେ ଡାକିଲେ, ମୁଁ ହଁ କହିକି ଯିବା ପରିବର୍ତ୍ତେ ମୁଁ ପାଷ୍ଟରଙ୍କୁ ମନା କଲି, ପାଷ୍ଟର ନେକ୍ସଟ ଟାଇମ୍ ଦେବି। ପାଷ୍ଟର ମତେ କିଛି କହିଲେ ନା, ହଉ ଠିକ ଅଛି କହିଲେ। ହେଲେ ନେକ୍ସଟ ସଣ୍ଡେ ଯେତେବେଳେ ଆସିଲା, ଆଉ ଥରେ ଗଲି। କିଏ ଗୋଟେ ଟେଷ୍ଟିମୋନୀ ଦେବା ପାଇଁ ଗଲେ। ସେକେଣ୍ଡରେ ମତେ ଡାକିଲେ, ଆସେ ଟେଷ୍ଟିମୋନୀ ଦେବୁ। ମୁଁ ପାଷ୍ଟରଙ୍କୁ ଆଉ ଥରେ ମନା କଲି, ପାଷ୍ଟର ଆଉ ଥରେ ଡାକିଲେ। ଏମିତି ହେଇକି ଦୁଇଥର ମୁଁ ପାଷ୍ଟରଙ୍କର କଥା ଶୁଣିଲି ନାହିଁ। 3 ନମ୍ବର ବେଳକୁ ପାଷ୍ଟର ଆଉ ଥରେ ଡାକିଲେ, ଆସେ ସାକ୍ଷ୍ୟ ଦେବୁ। ହେଲେ କେତେଥର ଠକିବି? ଥରେ ଠକିଲି, 2 ଥର ଠକିଲି, 3 ଥର ବେଳକୁ ମତେ ଭଲ ଲାଗିଲା। ମୁଁ ଭାବିଲି ଯାହା ବି ହଉ, ଭୁଲ ହେଲେ ହଉ। କିନ୍ତୁ ପ୍ରଭୁ ମତେ ସତ୍ୟ ବିଷୟକୁ ଜଣେଇଛନ୍ତି। ମୁଁ କେମିତି ନ କହିକି ପ୍ରଭୁରେ ରହିବା ଦରକାର। ସେଥିପାଇଁ ଯିବି ବୋଲି ଉଠିଲି, ଆଉ ଗଲି। ମୁଁ କଣ କହିଲି ଜାଣିଛି? ମୁଁ ହିନ୍ଦୁ ଲୋକ। ଏ ଚର୍ଚ ପାଇଲି, ପରିଚାଳନା ପାଇଲି, ବାକ୍ୟ ଶୁଣିଲି। ଆଦି ପୁସ୍ତକ 27 ପଦ ବାକ୍ୟ ଦ୍ୱାରା ମୋର ଚିନ୍ତା ଭାଙ୍ଗିଗଲା।
ମୁଁ ସଦାବେଳେ ନିଜକୁ ଈଶ୍ୱର ଜାଗାରେ ଛିଡା କରୁଥିଲି, କିନ୍ତୁ ପରମେଶ୍ୱର ଏ ଜାଗାକୁ ମତେ ଆଣିଲେ ଈଶ୍ୱର ପୋଜିସନ ଦେଲେ। ଈଶ୍ୱର ପୋଜିସନ ହଉଛି ଈଶ୍ୱର ପୋଜିସନ ହଉଛି ସେ ମା କରିଦଉଛନ୍ତି। ତ ସେ ଜାଗାରେ ଈଶ୍ୱର ଆଉ ଯାକବର ଦୁଇଟା ପ୍ରତିଛବି ଅଛି। ରିବିକାର ଇସାକର ମଧ୍ୟ ଦୁଇଟା ପ୍ରତିଛବି ଅଛି। ରିବିକା ହଉଛି ଯୀଶୁଙ୍କର ପ୍ରତିଛବି, ଇସାକ ହଉଛନ୍ତି ପରମେଶ୍ୱରଙ୍କର ପ୍ରତିଛବି। ଆଉ ଯାକବ ହଉଛନ୍ତି ଜଗତର ଦୁଇ ପ୍ରକାର ଲୋକଙ୍କର ପ୍ରତିଛବି। ତ ଏସବରେ ଯୋଉ ଲୋକମାନେ ବଞ୍ଚିବେ ଶେଷରେ ଅଭିଶାପ ପାଇବେ, କିନ୍ତୁ ଯାକବ ପରି ଲୋକ ବଞ୍ଚୁବା ଲୋକ ଆଶୀର୍ବାଦ ପାଇବେ। ଏ ବାକ୍ୟ ମୋ ହୃଦୟରେ କାମ କରିବ। ତ ଏ ବାକ୍ୟ ଯେତେବେଳେ ଆସିଲା, ମୁଁ ନିଜକୁ ଯେତେବେଳେ ଦେଖିଲି, ତୁଳନା କଲି, ଆଉ ମୁଁ ଗୋଟେ ଜାଗାରେ ପାଇଲି, ଆରେ ମୋର ପୋଜିସନ ହଉଛି, ମୋର ଜାଗା ହଉଛି ଯାକବର ଜାଗା, କିନ୍ତୁ ମୁଁ କାହିଁକି ପ୍ରକୃତିରେ ଈଶ୍ୱର ଜାଗାରେ ନିଜକୁ ରଖୁଛି? ଏସବୁ ପରିଶ୍ରମ କରୁଛି, ଚେଷ୍ଟା କରୁଛି ଆଶୀର୍ବାଦ ପାଇବା ପାଇଁ, କିନ୍ତୁ ତାର ଫଳାଫଳକୁ ଶେଷରେ ଦେଖିଲେ ଅଭିଶାପ ଅଛି। ତ ମୁଁ ଜାଣିଲି ଏକ୍ଜାକ୍ଟଲି ପ୍ରଭୁ ମତେ ବାକ୍ୟ ମୋ ହୃଦୟରେ ସ୍ଥାପନ କଲେ କି ମୁଁ ହଉଛି ଯାକବ। ତ ଏ ବାକ୍ୟ ଶୁଣିଲା ପରେ ନାଇଁ କି ମୋ ପାଖରେ ଯେତେ ବି ଜ୍ଞାନ ଥିଲା, ଗର୍ଭୀ ମନ ଥିଲା, ହୃଦୟ ଥିଲା, ସବୁ ବିଷୟ ଭାଙ୍ଗିଗଲା। ସେତେ ଏ ବାକ୍ୟ ମତେ ବନେଇଲା, ମୁଁ ଯେମିତି ଶୁଣିବି ଏ ବାକ୍ୟ ମତେ ବନେଇଲା କେମିତି ମୁଁ ପ୍ରଭୁ ସାମ୍ନାରେ, ପ୍ରଭୁ ସାମ୍ନାକୁ ଯାଇକି ଆତ୍ମିକ ଜୀବନ ବଞ୍ଚିବି।